କେତେକ ସୁନ୍ଦର ନୀତି ଶିକ୍ଷା। ଅତି କୁଟୁମ୍ବୀ ହେଲେ ବୁଦ୍ଧି ନାଶ ଘଟେ। କାଠ ପଥରର ମୂର୍ତ୍ତି ଗଢ଼ି ଦେବତା ରୂପରେ ପୂଜା କରିବା ଅପେକ୍ଷା ପ୍ରତ୍ୟେକ ମଣିଷ ଭିତରେ ଥିବା ଭଗବାନଙ୍କୁ ପୂଜା କଲେ ମହାପୁଣ୍ୟ ମିଳେ। ଭକ୍ତି ଯୋଗ ସାଧନା କଲେ ମଣିଷ ଅଜର ଅମର ହୁଏ। ଅତି କୃପଣ ହେଲେ ଭୋକରେ ମରିବାକୁ ପଡ଼େ। ଅତି ପାପରୁ ସର୍ବନାଶ ହୁଏ। ପରନାରୀ ହରଣ କଲେ ସଞ୍ଚିତ ସବୁ ଧର୍ମ ନାଶ ଯାଏ। ରାଜା ହୋଇ ଅନ୍ୟାୟ ଅତ୍ୟାଚାର କଲେ ଧର୍ମନାଶ ହୁଏ। ଅହନ୍ତା ଭାବ ନେଇ ଯିଏ ପରର ଅନିଷ୍ଟ ସାଧନ କରେ ତାର ଯେତେ ପୁଣ୍ୟ ଥିଲେ ମଧ୍ୟ ସବୁ ନଷ୍ଟ ହୁଏ। କ୍ଷତ୍ରିୟ ହୋଇ ଯୁଦ୍ଧକୁ ଡରିଲେ, ବ୍ରାହ୍ମଣ ହୋଇ ବେଦପାଠ ନ କଲେ, ରୋଗୀ ହୋଇ ବୈଦ୍ୟ ସହିତ ବାଦ କଲେ, ସେବକ ହୋଇ ପ୍ରଭୁର ବିଶ୍ୱସ୍ତ ନହେଲେ, ବୈଷ୍ଣବ ହୋଇ କ୍ରୋଧ କଲେ, ପଣ୍ଡିତ ହୋଇ ସଭାରେ ମିଛ କହିଲେ, ରାଜା ହୋଇ ପ୍ରଜାଙ୍କ ଭଲମନ୍ଦ ନ ବୁଝିଲେ, ଶିଷ୍ୟ ହୋଇ ଗୁରୁଙ୍କ ନିନ୍ଦା କଲେ ନର୍କରେ ପତିତ ହୋଇଥାନ୍ତି। ବିଦ୍ୟାବନ୍ତ ମଣିଷ ସର୍ବତ୍ର ପୂଜିତ ହୁଏ। ବିଦ୍ୟା ହେଉଛି ମହାଧନ। ଏହା ସହିତ ଅନ୍ୟ କିଛି ସମାନ ନୁହେଁ। ମୃତ୍ୟୁ ସମୟରେ ଯେଉଁ ବ୍ୟକ୍ତି ଯୋଗରେ ଥାଇ ଦେହତ୍ୟାଗ କରେ ସେ ମୁକ୍ତି ପାଇଥାଏ। ପ୍ରେମରେ, ଭକ୍ତିରେ, କର୍ମରେ, ଧର୍ମରେ, ଭାବ ବିନିମୟରେ, ନୀତି ନିୟମ ବ୍ୟବସ୍ଥାରେ, କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ରାଜନୀତି ଇତ୍ୟାଦି ପ୍ରାୟ ସବୁ କ୍ଷେତ୍ରକୁ ଭୁଲ ବୁଝାମଣା ଏମିତି ଆବୋରି ବସିଛି ଯେ ଯାହାର ପ୍ରଭାବରେ ବଢ଼ି ଚାଲିଛି ସଂଘର୍ଷ, ସଂଘାତ, ସନ୍ତ୍ରାସ, ତିକ୍ତତା, ଶତ୍ରୁତା, ହିଂସ୍ରତା, ବିଶୃଙ୍ଖଳା, ବ୍ୟଭିଚାର, ଅରାଜକତା। ବାଲ୍ୟାବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପର୍ଯ୍ୟାୟ ଦେଇ ଆସିବା ଭିତରେ ବିଭିନ୍ନ ସମୟରେ କାହାର ନା କାହାର ଭୁଲ ବୁଝାମଣାର ଶିକାର ହୋଇ ଆସୁଛୁ। ଘରେ ବାହାରେ, ସାହି ବସ୍ତିରେ, ଘରେ ବାହାରେ, ସାହି ବସ୍ତିରେ, ରାସ୍ତାଘାଟରେ, ହାଟ ବଜାରରେ, ସଭା ସମିତିରେ, ବୃତ୍ତି କ୍ଷେତ୍ରରେ, ପ୍ରବୃତ୍ତି କ୍ଷେତ୍ରରେ, ସାଙ୍ଗସାଥୀ ବନ୍ଧୁ ମହଲରେ କେତେବେଳେ ନା କେତେବେଳେ ଭୁଲ ବୁଝାମଣା ସୃଷ୍ଟି ହେଉଛି। କେଉଁଠି ଏହାର ଅସମ୍ଭାଳ ପରିସ୍ଥିତି ଅଣାୟତ୍ତ ହେବା ଥୟ। ପ୍ରେମ ପରି ବନ୍ଧୁତା ମଧ୍ୟ ପବିତ୍ର ସମ୍ପର୍କର ନମୁନା। ବନ୍ଧୁତା ଭିତରେ ଯଦି ଭୁଲ ବୁଝାମଣା ପଶିବ ତେବେ ତାହା ଶତ୍ରୁତାର ରୂପ ନେବ ନିଶ୍ଚୟ। ସବୁ ସଫଳତା ପଛରେ ବିଫଳତାର କାହାଣୀ ଗୁନ୍ଥା ହୋଇ ରହିଥାଏ। ତଫାତ୍ ମାତ୍ର ଏତିକି ଯେ ସଫଳ ବ୍ୟକ୍ତିମାନେ ପ୍ରତିଟି ବିଫଳତାର ଉଚିତ ଜବାବ ଦେଇଥାନ୍ତି। ସେମାନେ ବିଫଳ ହୋଇ ପଛରେ ପଡ଼ି ରହନ୍ତି ନାହିଁ। ଏହି ବିଫଳତା ସେମାନଙ୍କୁ ଆଗକୁ ନେଇ ଚାଲେ। ଆପଣ ଆପଣଙ୍କର ବିଫଳତାରୁ ଶିଖନ୍ତୁ ଏବଂ ଆଗକୁ ଚାଲନ୍ତୁ। ଦେଖିବେ ସବୁ ବିଫଳତା ଆପଣଙ୍କ ସଫଳତା ହାସଲ ଦିଗରେ ଗୋଟେ ଗୋଟେ ପାହାଚ ହୋଇଯିବ। ଜୟ ଶ୍ରୀ ଜଗନ୍ନାଥ।